ଚାଣକ୍ୟ କହନ୍ତି, ଦୂରଦୃଷ୍ଟି ଥିବା ମଣିଷ ଭବିଷ୍ୟତ ଜିତିଥାଏ। ଚାଣକ୍ୟ କହନ୍ତି, ସଂସାରରେ ଦୁଇ ପ୍ରକାରର ପକ୍ଷୀ ଅଛନ୍ତି। କିଛି ପକ୍ଷୀ ଭୟରେ ଉଡ଼ନ୍ତି, ଆଉ କିଛି ପକ୍ଷୀ ଆକାଶକୁ ଜିତିବା ପାଇଁ ଉଡ଼ନ୍ତି। ଚାଣକ୍ୟ କହନ୍ତି, ଜୀବନରେ ସଫଳ ହେବାକୁ ହେଲେ ଚଢ଼େଇ ପରି ନୁହେଁ, ବାଜ ପକ୍ଷୀ ପରି ହେବାକୁ ପଡ଼ିବ। କାରଣ ବାଜ ପକ୍ଷୀ କେବେ ଦଳରେ ଉଡ଼େନି, ସେ ସବୁବେଳେ ଏକାକୀ ଆକାଶକୁ ଛୁଏଁ। ଚାଣକ୍ୟ କହନ୍ତି, ଯେଉଁ ମଣିଷ ଏକାକୀ ଚାଲିବା ଶିଖିଯାଏ, ସେହି ମଣିଷ ଦିନେ ନା ଦିନେ ସଫଳତାର ଶୀର୍ଷକୁ ପହଞ୍ଚେ। ବାଜ ପକ୍ଷୀ କେବେ ଛୋଟ ପକ୍ଷୀ ସହିତ ଲଢ଼େନି, ସେ ସବୁବେଳେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଏ। ସେହିପରି ଚାଣକ୍ୟ କହନ୍ତି, ଜୀବନରେ ଛୋଟ ଛୋଟ ବିବାଦରେ ସମୟ ନଷ୍ଟ କରନ୍ତୁ ନାହିଁ। ତୁମର ଲକ୍ଷ୍ୟ ବଡ଼ ହେଉ, ତୁମର ଚିନ୍ତାଧାରା ବଡ଼ ହେଉ। ବାଜ ପକ୍ଷୀ ଯେତେବେଳେ ଉଡ଼େ, ସେ ହାଲୁକା ପବନକୁ ନୁହେଁ, ତୁଫାନକୁ ମଧ୍ୟ ଚ୍ୟାଲେଞ୍ଜ କରେ। ସେ ତୁଫାନକୁ ଭୟ କରେନି, ସେ ତୁଫାନକୁ ବ୍ୟବହାର କରି ଆଉ ଉଚ୍ଚକୁ ଉଡ଼େ। ଚାଣକ୍ୟ କହନ୍ତି, ସମସ୍ୟା ଆସିଲେ ଭୟ କରନି, ସମସ୍ୟାକୁ ସିଡ଼ି କରି ଆଗକୁ ବଢ଼ିଚାଲ। କାରଣ ଯେଉଁ ମଣିଷ ସମସ୍ୟାରୁ ଭୟ ପାଏ, ସେ ସାଧାରଣ ହୋଇ ରହିଯାଏ। କିନ୍ତୁ ଯେଉଁ ମଣିଷ ସମସ୍ୟାକୁ ଅବସର ଭାବେ ଦେଖେ, ସେହି ମଣିଷ ଇତିହାସ ରଚେ। ବାଜ ପକ୍ଷୀ ଆକାଶରେ ଉଡ଼ୁଥିବା ବେଳେ ସେ ନିମ୍ନକୁ ଦେଖେ, କାରଣ ସେ ଜାଣେ ତାର ଲକ୍ଷ୍ୟ କୋଉଠି ଅଛି। ଚାଣକ୍ୟ କହନ୍ତି, ଯେଉଁ ମଣିଷ ନିଜ ଲକ୍ଷ୍ୟକୁ ସ୍ପଷ୍ଟ ଦେଖେ, ସଫଳତା ସେଠାକୁ ଆସିବାକୁ ବାଧ୍ୟ ହୁଏ। ବାଜ ପକ୍ଷୀର ଆଖି ବହୁତ ତୀକ୍ଷ୍ଣ, ସେ ଦୂରରୁ ମଧ୍ୟ ନିଜ ଶିକାରକୁ ଦେଖିପାରେ। ସେହିପରି ଚାଣକ୍ୟ କହନ୍ତି, ଦୂରଦୃଷ୍ଟି ଥିବା ମଣିଷ ଭବିଷ୍ୟତ ଜିତିଥାଏ। ଯେମିତି ବାଜ ପକ୍ଷୀ ଆକାଶର ରାଜା, ସେହିପରି ଦୃଢ଼ ସଂକଳ୍ପ ଥିବା ମଣିଷ ଜୀବନର ରାଜା ହୁଏ। କିନ୍ତୁ ବାଜ ପକ୍ଷୀ ହେବା ସହଜ ନୁହେଁ, କାରଣ ବାଜ ପକ୍ଷୀ ଭୟକୁ ଜିତିଥାଏ, ଦୁର୍ବଳତାକୁ ଛାଡ଼ିଥାଏ, ଆଉ ନିଜ ଶକ୍ତିକୁ ଚିହ୍ନିଥାଏ। ଚାଣକ୍ୟ କହନ୍ତି, ଯେଉଁ ମଣିଷ ନିଜ ଶକ୍ତିକୁ ଚିହ୍ନିଯାଏ, ସେହି ମଣିଷକୁ ଦୁନିଆ ରୋକିପାରେ ନାହିଁ। ଚାଣକ୍ୟ କହନ୍ତି, ପ୍ରକୃତି ଆମକୁ ଅନେକ ପାଠ ଶିଖାଏ, କିନ୍ତୁ ସେହି ପାଠକୁ ବୁଝିବାକୁ ଦୃଢ଼ ବୁଦ୍ଧି ଦରକାର। ପକ୍ଷୀମାନଙ୍କର ମଧ୍ୟରେ ବାଜ ପକ୍ଷୀ ଏକ ଅଦ୍ଭୁତ ପକ୍ଷୀ। ସେ କେବଳ ଶକ୍ତିଶାଳୀ ନୁହେଁ, ସେ ଧୈର୍ଯ୍ୟଶୀଳ, ସାହସୀ ଓ ଦୃଢ଼ ଶକ୍ତି ଥିବା ପକ୍ଷୀ। ଚାଣକ୍ୟ କହନ୍ତି, ଯେଉଁ ମଣିଷ ବାଜ ପକ୍ଷୀର ଗୁଣ ଶିଖିଯାଏ, ସେ ଜୀବନରେ କେବେ ହାରେନି। ଆସ ବାଜ ପକ୍ଷୀର 5ଟି
ମହାନ ନୀତି ଶିଖିବା। ଏକ ଏକାକୀ ଉଡ଼ିବାର ସାହସ। ବାଜ ପକ୍ଷୀ କେବେ ଝୁଣ୍ଡରେ ଉଡ଼େ ନା, ସେ ସବୁବେଳେ ଏକାକୀ ଉଡ଼େ। କାରଣ ସେ ଜାଣେ ଭିଡ଼ ସହିତ ଚାଲିଲେ ମଣିଷ ସାଧାରଣ ହୋଇଯାଏ। ଚାଣକ୍ୟ କହନ୍ତି, ଭିଡ଼ ସହିତ ଚାଲିବା ସହଜ, କିନ୍ତୁ ନିଜ ପଥ ତିଆରି କରିବା ବଡ଼ କଥା। ଯେଉଁ ମଣିଷ ଏକାକୀ ଚାଲିବାକୁ ଭୟ କରେନି, ସେହି ମଣିଷ ଦିନେ ଦୁନିଆକୁ ନେତୃତ୍ୱ ଦେଇଥାଏ। ଦ୍ୱିତୀୟ, ତୁଫାନକୁ ଭୟ କରନା। ଅନ୍ୟ ପକ୍ଷୀମାନେ ତୁଫାନ ଆସିଲେ ଲୁଚି ଯାଆନ୍ତି, କିନ୍ତୁ ବାଜ ପକ୍ଷୀ ତୁଫାନକୁ ବ୍ୟବହାର କରି ଆହୁରି ଉଚ୍ଚକୁ ଉଡ଼ିଥାଏ। ଚାଣକ୍ୟ କହନ୍ତି, ସମସ୍ୟା ହେଉଛି ଦୁର୍ବଳଙ୍କ ପାଇଁ ଭୟ, କିନ୍ତୁ ସାହସୀଙ୍କ ପାଇଁ ସୁଯୋଗ। ଜୀବନରେ ତୁଫାନ ଆସିବା ନିଶ୍ଚୟ, କିନ୍ତୁ ସେହି ତୁଫାନ ତୁମକୁ ଭାଙ୍ଗିଦେବ କି ତୁମକୁ ଉଚ୍ଚରେ ନେଇଯିବ, ସେଥି ନିର୍ଭର କରେ ତୁମର ସାହସ ଉପରେ। ତୃତୀୟ, ଲକ୍ଷ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି। ବାଜ ପକ୍ଷୀର ଆଖି ବହୁତ ତୀକ୍ଷ୍ଣ। ସେ ଆକାଶରୁ ମଧ୍ୟ ନିଜ ଶିକାରକୁ ସଫା ସଫା ଦେଖିପାରେ। ସେହିପରି ଚାଣକ୍ୟ କହନ୍ତି, ଯେଉଁ ମଣିଷ ନିଜ ଲକ୍ଷ୍ୟକୁ ସ୍ପଷ୍ଟ ଦେଖେ, ସେହି ମଣିଷ ସଫଳତାକୁ ପାଇପାରେ। ଯଦି ତୁମର ଲକ୍ଷ୍ୟ ସ୍ପଷ୍ଟ, ତେବେ ପଥ ମଧ୍ୟ ସ୍ପଷ୍ଟ ହୋଇଯିବ। 4. ଛୋଟ ଲଢ଼ାଇରେ ସମୟ ନଷ୍ଟ କରିବା ନାହିଁ। ବାଜ ପକ୍ଷୀ କେବେ ଛୋଟ ପକ୍ଷୀ ସହିତ ଝଗଡ଼ା କରେନି। ସେ ଜାଣେ ଏହା ତାର ସମୟର ଅପଚୟ। ଚାଣକ୍ୟ କହନ୍ତି, ବୁଦ୍ଧିମାନ ମଣିଷ ପ୍ରତ୍ୟେକ ଲଢ଼ାଇ ଲଢ଼େ ନାହିଁ, ସେ କେବଳ ସେହି ଲଢ଼ାଇ ଲଢ଼େ ଯାହା ତାର ଜୀବନକୁ ବଡ଼ କରେ। ତେଣୁ ଜୀବନରେ ଛୋଟ ଛୋଟ ବିବାଦକୁ ଛାଡ଼ି ଦିଅନ୍ତୁ। ତୁମର ଲକ୍ଷ୍ୟ ଉପରେ ସମସ୍ତ ଶକ୍ତି ଦିଅ। 5. ଉଚ୍ଚରେ ଉଡ଼ିବାର ସ୍ୱପ୍ନ। ବାଜ ପକ୍ଷୀ କେବେ ନିମ୍ନ ଆକାଶରେ ରୁହେନି, ସେ ସବୁବେଳେ ଆକାଶର ଶୀର୍ଷ ଛୁଇଁବାକୁ ଚାହେଁ। ଚାଣକ୍ୟ କହନ୍ତି, ଯେଉଁ ମଣିଷ ଛୋଟ ସ୍ୱପ୍ନ ଦେଖେ, ତାର ଜୀବନ ମଧ୍ୟ ଛୋଟ ହୋଇ ରହିଯାଏ। କିନ୍ତୁ ଯେଉଁ ମଣିଷ ବଡ଼ ସ୍ୱପ୍ନ ଦେଖେ, ସେ ସେଥିପାଇଁ ପରିଶ୍ରମ କରେ, ସେହି ମଣିଷ ସଫଳତାର ଶୀର୍ଷକୁ ପହଞ୍ଚେ। ଚାଣକ୍ୟ କହନ୍ତି, ଜୀବନରେ ବାଜପକ୍ଷୀ ପରି ହେବାକୁ ଚାହିଁଥିଲେ ତୁମକୁ 3ଟି ଜିନିଷ ଆବଶ୍ୟକ: ସାହସ, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ। ଯେଉଁ ମଣିଷ ଏହି 3ଟି ଶକ୍ତିକୁ ଧରି ରଖେ, ସେହି ମଣିଷ ଦିନେ ନା ଦିନେ ଜୀବନର ଆକାଶରେ ବାଜପକ୍ଷୀ ପରି ଉଡ଼େ। ଚାଣକ୍ୟ କହନ୍ତି, ଜୀବନରେ ଯେଉଁ ପରିବର୍ତ୍ତନକୁ ସ୍ୱୀକାର କରେ, ସେହି ମଣିଷ ଦୀର୍ଘ ସମୟ ସଫଳ ହୁଏ। ପ୍ରକୃତିରେ ଏକ ଅଦ୍ଭୁତ ଘଟଣା ଅଛି, ସେହା ହେଉଛି ବାଜପକ୍ଷୀ ଜୀବନ। ବାଜପକ୍ଷୀ ପ୍ରାୟ 70 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ, କିନ୍ତୁ ତାର ଜୀବନର ଏକ ସମୟ ଏମିତି ଆସେ ଯେତେବେଳେ ସେ ଅତ୍ୟନ୍ତ କଷ୍ଟକର ସିଦ୍ଧାନ୍ତ ନେବାକୁ ପଡ଼େ। ପ୍ରାୟ
ବର୍ଷ ବୟସରେ ବାଜପକ୍ଷୀର ଶରୀର ବଦଳିଯାଏ। ତାର ଚଞ୍ଚ ଭାରୀ ହୋଇଯାଏ, ତାର ନଖ ଦୁର୍ବଳ ହୋଇଯାଏ, ତାର ପଙ୍ଖ ମଧ୍ୟ ଭାରୀ ହୋଇଯାଏ। ସେ ଆଉ ବହୁ ଉପରେ ଉଡ଼ିପାରେ, ଆକାଶରେ ଉଚ୍ଚରେ ଉଡ଼ିପାରେ ନାହିଁ। ଯେତେବେଳେ ତାର ଆଗରେ ଦୁଇଟି ପଥ ଥାଏ, ପ୍ରଥମ ପଥ ହାର ମାନିବା, ଦ୍ୱିତୀୟ ପଥ ନିଜକୁ ପୁଣି ଥରେ ଗଢ଼ିବା। ଚାଣକ୍ୟ କହନ୍ତି, ଜୀବନରେ ବେଳେ ବେଳେ ଏମିତି ସମୟ ଆସେ ଯେଉଁଠାରେ ପୁରୁଣା ଆଦତ ଓ ଦୁର୍ବଳତାକୁ ଭାଙ୍ଗି ଦେବାକୁ ପଡ଼େ। ବାଜପକ୍ଷୀ ଦ୍ୱିତୀୟ ପଥ ବାଛେ। ସେ ଏକ ଉଚ୍ଚ ପାହାଡ଼କୁ ଯାଏ। ସେଠାରେ ସେ ଏକାକୀ ରହେ। ପ୍ରଥମେ ସେ ନିଜର ପୁରୁଣା ଚଞ୍ଚକୁ ପାହାଡ଼ର ପଥରରେ ଘାତ କରି କରି ଭାଙ୍ଗିଦିଏ। ଏହା ଅତ୍ୟନ୍ତ ବେଦନାଦାୟକ, କିନ୍ତୁ ସେ ଜାଣେ ନୂତନ ଜୀବନ ପାଇଁ ଏହା ବେଦନା ଆବଶ୍ୟକ। ଚାଣକ୍ୟ କହନ୍ତି, ବଡ଼ ସଫଳତା ପାଇଁ ଛୋଟ ବେଦନାକୁ ସହିବା ଦରକାର। କିଛି ସମୟ ପରେ ନୂତନ ଚଞ୍ଚ ଗଜିଯାଏ। ତାପରେ ସେ ନିଜର ପୁରୁଣା ନଖକୁ ଖୋସିଦିଏ। ପୁଣି ନୂତନ ନଖ ଗଜିଥାଏ। ତାପରେ ସେ ନିଜର ଭାରୀ ପଙ୍ଖକୁ ଏକା ଏକା କରି ଖସାଇ ଦିଏ। ଏହି ପରିବର୍ତ୍ତନ ପ୍ରାୟ 5 ମାସ ଧରି ଚାଲିଥାଏ। ଏହି 5 ମାସ ସେ ବହୁତ କଷ୍ଟ ସହିଥାଏ। କିନ୍ତୁ ଏହି କଷ୍ଟର ପରେ ଏକ ନୂତନ ବାଜପକ୍ଷୀ ଜନ୍ମ ନିଏ। ସେ ପୁଣି ଥରେ ଆକାଶରେ ଉଚ୍ଚରେ ଉଡ଼ିପାରେ। ଚାଣକ୍ୟ କହନ୍ତି, ଜୀବନରେ ଯେଉଁ ମଣିଷ ନିଜକୁ ପରିବର୍ତ୍ତନ କରିବାକୁ ସାହସ କରେ, ସେହି ମଣିଷ ଦୀର୍ଘ ସମୟ ଜିତେ। ତେଣୁ ଯଦି ତୁମର ଜୀବନରେ ସମସ୍ୟା ଆସୁଛି, ଭୟ କରନି। ସମ୍ଭବତଃ ସେହି ସମସ୍ୟା ତୁମକୁ ନୂତନ ମଣିଷ କରିବା ପାଇଁ ଆସିଛି। ଚାଣକ୍ୟ କହନ୍ତି, ପରିବର୍ତ୍ତନକୁ ଭୟ କରନି। ପରିବର୍ତ୍ତନ ହିଁ ତୁମର ସଫଳତାର ଦୁଆର। ବାଜପକ୍ଷୀ ଆମକୁ ଏକ ମହାନ ପାଠ ଦେଇଥାଏ। କେବେ କେବେ ଆଗକୁ ବଢ଼ିବା ପାଇଁ ପୁରୁଣା ଦୁର୍ବଳତାକୁ ଛାଡ଼ିଦେବା ଆବଶ୍ୟକ। ଚାଣକ୍ୟ କହେ, ସତ୍ୟକାରୀ ଶକ୍ତି ସେହି ମଣିଷଙ୍କର ଥାଏ ଯେ ନିଜ ମନକୁ ଜିତିପାରେ। ପ୍ରକୃତରେ ବାଜପକ୍ଷୀକୁ ଆକାଶର ରାଜା କୁହାଯାଏ, କାହିଁକିନା ସେ କେବଳ ଶକ୍ତିଶାଳୀ ନୁହେଁ, ସେ ଧୈର୍ଯ୍ୟ ଓ ନେତୃତ୍ୱର ପ୍ରତୀକ। ଚାଣକ୍ୟ କହନ୍ତି, ନେତା ସେହି ମଣିଷ ଯେ ଅନ୍ୟମାନଙ୍କୁ ପଥ ଦେଖାଇପାରେ। ବାଜପକ୍ଷୀ ଯେତେବେଳେ ଉଡ଼େ, ସେ କେବଳ ଉଡ଼ିବା ପାଇଁ ଉଡ଼େନି, ସେ ନିଜ ଶକ୍ତିକୁ ସଠିକ୍ ସମୟରେ ବ୍ୟବହାର କରିଥାଏ। ସେ ଧୈର୍ଯ୍ୟରେ ଆକାଶରେ ଘୂରିଥାଏ। ସେ ଅପେକ୍ଷା କରେ। ସଠିକ୍ ସମୟ ଆସିଲେ ସେ ବିଜୁଳି ପରି ଗତିରେ ନିଜ ଲକ୍ଷ୍ୟକୁ ଧରିନିଏ। ଚାଣକ୍ୟ କହନ୍ତି, ବୁଦ୍ଧିମାନ ମଣିଷ ପ୍ରତ୍ୟେକ ସମୟରେ ଶକ୍ତି ବ୍ୟବହାର
করেনি, সে সঠিক ସମୟ ଅପେକ୍ଷା କରେ। ଜୀବନରେ ଅନେକ ଲୋକ ଅତି ତରାବରା କରନ୍ତି, ସେମାନେ ଧୈର୍ଯ୍ୟ ହାରିଯାଆନ୍ତି। କିନ୍ତୁ ବାଜପକ୍ଷୀ ଧୈର୍ଯ୍ୟ ହାରେନି। ଚାଣକ୍ୟ କହନ୍ତି, ଧୈର୍ଯ୍ୟ ହେଉଛି ସଫଳତାର ଗୁପ୍ତ ଶକ୍ତି। ଯେଉଁ ମଣିଷ ଧୈର୍ଯ୍ୟ ଧରିପାରେ, ସେହି ମଣିଷ ଠିକ୍ ସମୟରେ ବଡ଼ ସଫଳତା ପାଏ। ବାଜପକ୍ଷୀ ଆଉ ଗୋଟିଏ ପାଠ ଦିଏ, ସେ କେବେ ଦୁର୍ବଳତାକୁ ନିଜ ଉପରେ ହାବି ହେବାକୁ ଦିଏନି। ସେ ସବୁବେଳେ ନିଜ ଶକ୍ତିକୁ ମନେ ପକାଏ। ଚାଣକ୍ୟ କହନ୍ତି, ସେ ଯେଉଁ ମଣିଷ ନିଜ ଶକ୍ତିକୁ ଭୁଲିଯାଏ, ସେହି ମଣିଷ ଦୁନିଆରେ ହାରିଯାଏ। ତେଣୁ ସବୁବେଳେ ନିଜ ଶକ୍ତିକୁ ମନେ ରଖ। ତୁମେ ଦୁର୍ବଳ ନୁହଁ, ତୁମେ ଶକ୍ତିଶାଳୀ। କେବଳ ନିଜ ଶକ୍ତିକୁ ଚିହ୍ନିବା ଦରକାର। ବାଜପକ୍ଷୀ ଆଉ ଏକ ମହାନ ଶିକ୍ଷା ଦିଏ। ସେ ସବୁବେଳେ ଉଚ୍ଚ ସ୍ଥାନକୁ ବାଛେ, ସେ ନିମ୍ନ ସ୍ଥାନରେ ଘର ବନାଏ ନାହିଁ। ଚାଣକ୍ୟ କହନ୍ତି, ଉଚ୍ଚ ଚିନ୍ତାଧାରା ଥିବା ମଣିଷ ସବୁବେଳେ ଉଚ୍ଚ ସ୍ଥାନକୁ ପହଞ୍ଚେ। ଯଦି ତୁମର ଚିନ୍ତାଧାରା ବଡ଼ ହେବ, ତେବେ ତୁମର ଜୀବନ ମଧ୍ୟ ବଡ଼ ହେବ। ବାଜପକ୍ଷୀ କେବେ ଭୟରେ ବଞ୍ଚେନି, ସେ ସାହସରେ ବଞ୍ଚେ। ଚାଣକ୍ୟ କହନ୍ତି, ଭୟ ମଣିଷକୁ ଦୁର୍ବଳ କରେ, କିନ୍ତୁ ସାହସ ମଣିଷକୁ ମହାନ କରେ। ତେଣୁ ଜୀବନରେ ଭୟକୁ ଛାଡ଼ି ଦିଅନ୍ତୁ, ସାହସକୁ ଧରନ୍ତୁ। ସେହିଦିନ ତୁମେ ମଧ୍ୟ ବାଜପକ୍ଷୀ ପରି ଜୀବନର ଆକାଶେ ଉଡ଼ିପାରିବ। ଆଉ ଚାଣକ୍ୟ କହନ୍ତି, ମଣିଷର ସବୁଠାରୁ ବଡ଼ ଶକ୍ତି ତାର ମନରେ ଲୁଚିଥାଏ। ପ୍ରକୃତରେ ବାଜପକ୍ଷୀ ଆକାଶରେ ସବୁଠାରୁ ସାହସ ପକ୍ଷୀ। ସେ କେବେ ନିଜକୁ ଛୋଟ ଭାବେ ଦେଖେନି, ସେ ସବୁବେଳେ ଆକାଶକୁ ନିଜର ରାଜ୍ୟ ଭାବେ ଦେଖେ। ଚାଣକ୍ୟ କହନ୍ତି, ଯେଉଁ ମଣିଷ ନିଜକୁ ଛୋଟ ଭାବେ ଦେଖେ, ସେ କେବେ ବଡ଼ ହୋଇପାରେନି। ତେଣୁ ପ୍ରଥମେ ନିଜ ମନକୁ ଭୟରୁ ହଟାଅ। ବାଜପକ୍ଷୀ କେବେ ଅନ୍ୟ ପକ୍ଷୀକୁ ଦେଖି ନିଜକୁ ତୁଳନା କରେନି। ସେ ଜାଣେ ତାର ଶକ୍ତି ଅଲଗା, ତାର ଉଡ଼ାନ ଅଲଗା। ଚାଣକ୍ୟ କହନ୍ତି, ଜୀବନରେ ତୁଳନା ମଣିଷକୁ ଦୁର୍ବଳ କରେ। ତୁମେ ଅନ୍ୟମାନଙ୍କ ପରି ହେବା ପାଇଁ ଜନ୍ମ ନେଇନାହଁ, ତୁମେ ନିଜର ଅଲଗା ପରିଚୟ ପାଇଁ ଜନ୍ମ ନେଇଛ। ବାଜପକ୍ଷୀ ସବୁବେଳେ ସବୁଠାରୁ ଉଚ୍ଚ ଆକାଶରେ ଉଡ଼େ, କାରଣ ସେ ଜାଣେ ଉଚ୍ଚତାରେ ଭିଡ଼ କମ୍ ଥାଏ। ଚାଣକ୍ୟ କହନ୍ତି, ସଫଳତାର ଶୀର୍ଷରେ ସବୁବେଳେ ଏକାକୀ ହେବାକୁ ପଡ଼େ, କିନ୍ତୁ ଏହି ଏକାକିତ୍ୱ ଦୁର୍ବଳ ନୁହେଁ, ଏହା ମହାନତାର ଚିହ୍ନ। ବାଜପକ୍ଷୀ ଯେତେବେଳେ ଆକାଶରେ ଉଡ଼େ, ସେ ଭୟକୁ ନୁହେଁ, ସ୍ୱପ୍ନକୁ ଦେଖେ। ଚାଣକ୍ୟ କହନ୍ତି, ସ୍ୱପ୍ନ ସେହି ମଣିଷଙ୍କ ସଫଳ ହୁଏ ଯେଉଁମାନେ ସାହସ କରନ୍ତି। ଯଦି ତୁମର ମନରେ ବଡ଼ ସ୍ୱପ୍ନ ଅଛି, ତେବେ ସେହି ସ୍ୱପ୍ନ ପାଇଁ ସଂଘର୍ଷ କର। ବାଜପକ୍ଷୀ କେବେ ହାର ମାନେ ନାହିଁ। ତୁଫାନ ଆସିଥିଲେ ମଧ୍ୟ ସେ ଉଡ଼ିବା ବନ୍ଦ କରେନି। ଚାଣକ୍ୟ କହନ୍ତି, ଯେଉଁ ମଣିଷ ହାର ମାନେନି, ସେହି ମଣିଷକୁ ଦୁନିଆ ରୋକିପାରେନି। ତେଣୁ ଯଦି ଜୀବନରେ ତୁମେ ଉଡ଼ିପାର, ପୁଣି ଥରେ ଉଠ, ପୁଣି ଥରେ ଚେଷ୍ଟା କର, କାରଣ ସଫଳତା ସେହି ମଣିଷକୁ ମିଳେ ଯେ
ଶେଷ ପର୍ଯ୍ୟନ୍ତ ଲଢ଼େ। ଚାଣକ୍ୟ କହନ୍ତି, ସାହସ, ଧୈର୍ଯ୍ୟ, ପରିଶ୍ରମ ଏହି ତିନୋଟି ଶକ୍ତି ମଣିଷକୁ ଅସମ୍ଭବକୁ ସମ୍ଭବ କରାଏ। ତେଣୁ ଆଜିଠାରୁ ନିଷ୍ପତ୍ତି ନିଅନ୍ତୁ, ଭୟରେ ନୁହେଁ ସାହସରେ ବଞ୍ଚିବାକୁ, ଦୁର୍ବଳତାରେ ନୁହେଁ ଶକ୍ତିରେ ବଞ୍ଚିବାକୁ, ଭିଡ଼ ସହିତ ନୁହେଁ ନିଜ ପଥରେ ଚାଲିବାକୁ। ସେହିଦିନ ତୁମେ ମଧ୍ୟ ବାଜପକ୍ଷୀ ପରି ଜୀବନର ଆକାଶେ ଉଡ଼ିପାରିବ। ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଗୋଟେ କମେଣ୍ଟ ଆଉ ଲାଇକ୍ କରି ଯାଆନ୍ତୁ। ନମସ୍କାର।